ଭଦ୍ରକ ଆଦର୍ଶ ଟାଉନ ଥାନାର ଚଢ଼ାଉ ବେଳେ 8.25 ଗ୍ରାମର ବ୍ରାଉନ ସୁଗାର ଜବତ। 2 ଅଭିଯୁକ୍ତ ଗିରଫ। আজি ଭଦ୍ରକ ଆଦର୍ଶ ଟାଉନ ଥାନା पुलिस पक्षरु चढ़ाऊ समय 2 जन व्यक्ति को गिरफ कराଯାଇଛି। ସେମାନଙ୍କ ନିକଟରୁ 8.25 ଗ୍ରାମର ବ୍ରାଉନ ସୁଗାର, ନଗଦ 3000 ଟଙ୍କା ଓ ଏକ ମୋଟର ସାଇକେଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରିଙ୍କୁ ସାହା, ଯାହାଙ୍କର ବୟସ 23 ବର୍ଷ, ସେ ଚନ୍ଦନ ବଜାର ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତ ଜଣକ ରାମଚନ୍ଦ୍ର ସୋଧା, ଯାହାଙ୍କର ବୟସ 28 ବର୍ଷ, ସେ ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳର ବୋଲି ପୁଲିସ ସୂତ୍ରରୁ ଖବର। ଏହି ଘଟଣାରେ ଭଦ୍ରକ ଟାଉନ ଥାନା केस नंबर 408/26 रुजु कराଯାଇଛି। मामलाटी एनडीपीएस आईन धारा 22/B29 अनुजाई रुजु होइथिला बेले पुलिस घटनार अधिक तदंत जारी रखिछि। भद्रकरू जिला प्रतिनिधि अब्दुल फिरोज खां का रिपोर्ट, स्वतंत्र ओडिशा लाइव।